ମାନେ ଜୟ ଜଗନ୍ନାଥ। ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆଜି ହେଉଛି 6 ଅଗଷ୍ଟ 2026 ଗୁରୁବାର। ଚାଲନ୍ତୁ ଜାଣିବା ଆଜିର ରାଶିଫଳ ମାନଙ୍କ ବିଷୟରେ। ଚାଲନ୍ତୁ ପ୍ରଥମେ ଜାଣିବା ମେଷ ରାଶିଙ୍କ ବିଷୟରେ। ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ଆପଣଙ୍କର ଆୟୋଜନ ବ୍ୟବସ୍ଥିତ ରହିବ। ସମୟ ଥାଉ କାମ ପୂରା କରନ୍ତୁ। ମିତ୍ରମାନେ ସହଯୋଗ କରିବେ। ଆକସ୍ମିକ ଯାତ୍ରା କରିବାକୁ ପଡ଼ିପାରେ। ପରିଜନଙ୍କ ସହ ମହତ୍ୱପୂର୍ଣ୍ଣ କଥା ଉପରେ ଚର୍ଚ୍ଚା କରିବେ। ସନ୍ତାନମାନଙ୍କ କାର୍ଯ୍ୟକୁ ନେଇ ଆପଣ କ୍ରୋଧିତ ହେବେ। ଆପଣ ନିଜର ଜୀବନ ସାଥୀଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ। କଥାରେ ଝଗଡ଼ା କରନ୍ତୁ ନାହିଁ। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ। ବିଶେଷ ବ୍ୟକ୍ତିଙ୍କ ସହଯୋଗ କରିବେ। ଏବେ ଜାଣିବା ବୃଷ ରାଶିଙ୍କ ବିଷୟରେ। ବ୍ୟବସାୟ କାରଣରୁ ବାହାରକୁ ଯାତ୍ରା କରିପାରନ୍ତି। ଆଜି ଆପଣଙ୍କର ରଚନାତ୍ମକ ପ୍ରତିଭା ଖୋଲି ସାମ୍ନାକୁ ଆସିବ। ସମୟ ଅନୁଯାୟୀ ସ୍ଥିତି ଅନୁକୂଳ ରହିବ। ଚିନ୍ତାରୁ ମୁକ୍ତି ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଲୋକଙ୍କର ଆପଣଙ୍କ ପ୍ରତି ସମ୍ମାନ ବଢ଼ିବ। ଭାଇ ମାନଙ୍କ ସହ ସମ୍ପର୍କ ଭଲ ରହିବ। ପୁରୁଣା ବାଦ ବିବାଦର ସମାଧାନ ହେବ। ଆଜି ପଇସା ମାମଲାରେ ଆପଣ ନିଜକୁ ଚତୁରତା ଦେଖାଇବେ। ସନ୍ତାନ ଓ ଜୀବନ ସାଥୀଙ୍କ ସହଯୋଗ ପାଇବେ। ଏବେ ଜାଣିବା ମିଥୁନ ରାଶିଙ୍କ ବିଷୟରେ। ଆଜି ଆପଣଙ୍କର ସାମାଜିକ ରୂପରେ ମାନହାନି ନ ହେବା ପାଇଁ ଧ୍ୟାନ ଦିଅନ୍ତୁ। କୌଣସି କାମ ଆରମ୍ଭ କରିବା ପୂର୍ବରୁ ସେ ବିଷୟରେ ଭଲ ଭାବରେ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିପାରେ। ଅଧିକ ପରିଶ୍ରମ କରିବା କାରଣରୁ ଥକାପଣ ଅନୁଭବ କରିବେ। ଆଜି ଆପଣ ଭାଗ୍ୟ ଠାରୁ ଅଧିକ କର୍ମ ଉପରେ ଆଶା କରିବେ। ଉତ୍ତମ ପ୍ରସ୍ତାବ ଆପଣଙ୍କୁ ପ୍ରାପ୍ତ ହୋଇପାରେ। ମିତ୍ରମାନଙ୍କ ଗହଣରେ ସମୟ ବହୁତ ଭଲ ରହିବ। ଜୀବନରେ କିଛି ନୂଆ କରିବାର ଉତ୍ସାହ ଆପଣଙ୍କ ଭିତରେ ଆସିବ। ଏବେ ଜାଣିବା କର୍କଟ ରାଶିଙ୍କ ବିଷୟରେ। ଆଜି ଆପଣ ଶାନ୍ତି ଓ ସମାଧାନ ସହକାରେ କାମ ପୂରା କରିବାକୁ ଚେଷ୍ଟା କରିବେ। ବୈବାହିକ ଜୀବନ ଖୁସିରେ ଭରପୁର ରହିବ। ପାର୍ଟନରସିପ ବ୍ୟବସାୟରେ ଭବିଷ୍ୟତ ସହ ଜଡ଼ିତ ଯୋଜନା ଉପରେ ଗୁରୁତ୍ୱପୂର୍ଣ୍ଣ ବିଚାର କରିବେ, ଯାହା ଆପଣଙ୍କ ପାଇଁ ଫାଇଦା ଆଣିବ। ଅଫିସରେ ନିଜ ପେପର ଓ ଫାଇଲକୁ ସାବଧାନରେ ସହକାରେ ରଖନ୍ତୁ। ଅବହେଳା କାରଣରୁ କୌଣସି ଜରୁରୀ କାଗଜ ହଜିଯାଇପାରେ। ଅଫିସରେ ଭଲ ମାହୋଲ କାରଣରୁ ଆପଣଙ୍କୁ ଖୁସି ମିଳିପାରେ। ବ୍ୟକ୍ତିଗତ ସୁଖରେ ବ୍ୟବଧାନ ରହିବ। ଏବେ ଜାଣିବା ସିଂହ ରାଶିଙ୍କ ବିଷୟରେ। ଆଜି ଆପଣ ପଇସା ସହ ଜଡ଼ିତ ମାମଲାରେ କୌଣସି ପ୍ରକାର ଅବହେଳା କରନ୍ତୁ ନାହିଁ। ଘରେ କୌଣସି ଧାର୍ମିକ ଅନୁଷ୍ଠାନର କାର୍ଯ୍ୟକ୍ରମ ହୋଇପାରେ। ସନ୍ତାନଙ୍କ କ୍ୟାରିୟରକୁ ନେଇ ଆପଣ ଚିନ୍ତାରେ ରହିବେ। ମିତ୍ରମାନଙ୍କ ସହ ବାହାରକୁ ବୁଲିବାକୁ ଯିବେ। ଆଜି ଆପଣ ନିଜ ଘରର ସୁରକ୍ଷାକୁ ନେଇ ସାବଧାନ ରହିବେ। ବାରମ୍ବାର ହେଉଥିବା ସମସ୍ୟାକୁ ଆଉ ଆଗକୁ ବଢ଼ାନ୍ତୁ ନାହିଁ। ଶିକ୍ଷା କ୍ଷେତ୍ରରେ ଚାଲିଥିବା ପ୍ରୟାସରେ ଆପଣ ଫଳପ୍ରଦ ହେବେ। ପାରିବାରିକ ଦାୟିତ୍ୱ ପୂରା କରିବେ। ଏହା ଜାଣିବା କନ୍ୟା ରାଶିଙ୍କ ବିଷୟରେ। ବିଦ୍ୟାର୍ଥୀ ନିଜର ବୁଦ୍ଧି ପ୍ରୟୋଗ କରି ଶିକ୍ଷାରେ ସଫଳତା ପ୍ରାପ୍ତ କରିବେ। ଆପଣଙ୍କର ମନ ଘର ଓ ଅଫିସ ଦୁନିଆରୁ ବାହାରି ପ୍ରକୃତିର ଆନନ୍ଦ ନେବାକୁ ଚାହିଁବ। ଆର୍ଥିକ ରୂପରେ ପୁରୁଣା ବହୁମୂଲ୍ୟ ଜିନିଷ ଉପରେ ଅଧିକ ଲାଭ ପାଇବେ। ନିଜର ଅଧୁରା କାମ ପୂରା କରିବା ପାଇଁ ଆଜି ଦିନଟି ଭଲ ରହିବ। ସେୟାର ବଜାରରେ ନିବେଶ କରିବା ଠାରୁ ବିରତ ରୁହନ୍ତୁ। ପ୍ରିୟ ବ୍ୟକ୍ତିଙ୍କ ସହ ଭେଟ ହୋଇପାରେ। ସମାଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ, ଯାହାଦ୍ୱାରା ଲୋକେ ଆପଣଙ୍କ ମାର୍ଗଦର୍ଶନ କରିବେ। ଏବେ ଜାଣିବା ତୁଳା ରାଶିଙ୍କ ବିଷୟରେ। ଆଜି ଆପଣ ନିଜର ଦୈନିକ କାମରେ ପରିବର୍ତ୍ତନ କରିବା ପାଇଁ ଯାତ୍ରା କରିବାର ଯୋଜନା କରିବେ। ନିଜର କାମ କାର୍ଯ୍ୟକୁ ସାବଧାନ ସହକାରେ କରନ୍ତୁ। ଏହା ସହ ଅନ୍ୟର ସାହାଯ୍ୟ କରନ୍ତୁ। ଆପଣଙ୍କର ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ ରହିବ। ଚାକିରି ସନ୍ଧାନରେ ଥିବା ବ୍ୟକ୍ତି ବା ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତି ନିଜର ପ୍ରୟାସରେ ସଫଳ ହେବେ। ଆପଣ ତାଙ୍କ ସହ ହାତ ମିଳାଇବେ, ଯିଏ ଆପଣଙ୍କ ଠାରୁ ସାହାଯ୍ୟ ପାଇବା ପାଇଁ ଆଶା ବାନ୍ଧିଛନ୍ତି। ଏବେ ଜାଣିବା ବିଛା ରାଶିଙ୍କ ବିଷୟରେ। ଆଜି ଆପଣଙ୍କ ଜୀବନରେ ହସ ହିଁ ଖୁସି ଆସିବ।
ଭବିଷ୍ୟତ ପାଇଁ କରୁଥିବା ଯୋଜନା ଉପରେ ଆପଣ ବିଚାର କରନ୍ତୁ। ଆପଣଙ୍କୁ ନିଜର ଉଦ୍ଦେଶ୍ୟ ପୂରା କରିବା ପାଇଁ ସାହାଯ୍ୟ ମିଳିପାରେ। ଜୀବନରେ ନିଜର ପରିବାର ଓ ମିତ୍ର ଓ ଜୀବନସାଥୀଙ୍କ ଭୂମିକା କଣ ରହିଛି ତାହା ଜାଣିବାକୁ ଚେଷ୍ଟା କରନ୍ତୁ। ଆଜି ଆପଣଙ୍କର ଭେଟ କୌଣସି ପୁରୁଣା ମିତ୍ରଙ୍କ ସହ ହୋଇପାରେ ଯାହା ଆପଣଙ୍କ ପାଇଁ ଫାଇଦା ଆଣିପାରେ। ନକାରାତ୍ମକ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରନ୍ତୁ। ଏବେ ଜାଣିବା ଧନୁରାଶିଙ୍କ ବିଷୟରେ। ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଓ ମନ ପ୍ରସନ୍ନ ରହିବ। ଭୁଲ ବୁଝାମଣା କାରଣରୁ ସମ୍ପର୍କରେ ଫାଟ ଆସିପାରେ। କାରବାରରେ ଆଶା କରିବା ଠାରୁ ଅଧିକ ପ୍ରଗତି ହେବା ସହ ଧନ ପ୍ରାପ୍ତ ହେବ, ଯାହାଦ୍ୱାରା ଆପଣଙ୍କର ହରାଇଥିବା ବିଶ୍ୱାସ ଫେରି ଆସିବ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ହେବ। ଶତ୍ରୁ ପରାସ୍ତ ହେବେ। ନକାରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ। କର୍ମଚାରୀଙ୍କ ଦ୍ୱାରା କ୍ଷତି ହେବାର ସମ୍ଭାବନା ରହିଛି। ମନୋରଞ୍ଜନ ଓ ସଉକ ପାଇଁ ଧନ ଖର୍ଚ୍ଚ କରନ୍ତୁ ନାହିଁ। ଏବେ ଜାଣିବା ମକର ରାଶିଙ୍କ ବିଷୟରେ। ଆଜି ମିତ୍ରମାନଙ୍କ ସହ ବୁଲିବା ପାଇଁ ଯୋଜନା କରିବେ। ମନରେ ଖରାପ ଚିନ୍ତାଧାରାର ପ୍ରଭାବ ରହିବ। ଆଜି ଆପଣଙ୍କର ଆଖପାଖରେ ବାତାବରଣ ସୁଖଦ ରହିବ। ଘର ପରିବାରରେ ସଦସ୍ୟଙ୍କ ମଧ୍ୟରେ ଖୁସି ଭରପୁର ରହିବ। ବିଜନେସରେ ଅନେକ ଦିନରୁ ଚାଲିଥିବା ଲେନଦେନ ସମସ୍ୟା ଶେଷ ହେବ, ଯାହା କାରଣରୁ ଆପଣ ପ୍ରସନ୍ନ ହେବେ। ଘର ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ। ଘର କାମ କରି ଆପଣ ଥକିଯିବେ। କାରବାରରେ ନୂଆ ଯୋଜନା ଲାଗୁ କରିବେ। ଏବେ ଜାଣିବା କୁମ୍ଭ ରାଶିଙ୍କ ବିଷୟରେ। ଆଜି ଆପଣଙ୍କୁ କୌଣସି କ୍ଷେତ୍ରରୁ ବଡ଼ ଲାଭ ମିଳିପାରେ। ଆଜି ଆପଣ ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଧୈର୍ଯ୍ୟର ସହ କାମ କରନ୍ତୁ। ଚାକିରି କରୁଥିବା ଜାତକଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବନ୍ଧୁ ସହଯୋଗ କରିବେ। ଆପଣଙ୍କର ପାରିବାରିକ ଜୀବନ ଉତ୍ସାହପୂର୍ଣ୍ଣ ରହିବ। ଯାତ୍ରା ବ୍ୟବସାୟିକ ଓ ଆର୍ଥିକ ରୂପରେ ଫାଇଦା ଆଣିପାରେ। ଚିନ୍ତା କାରଣରୁ ଆପଣଙ୍କର ସ୍ୱାସ୍ଥ୍ୟରେ ପ୍ରଭାବ ପଡ଼ିପାରେ। ଏବେ ଜାଣିବା ମୀନ ରାଶିଙ୍କ ବିଷୟରେ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ, ନଚେତ୍ ପ୍ରେମ ଜୀବନରେ ଏହାର ପ୍ରଭାବ ଖରାପ ପଡ଼ିପାରେ। ନିଜର ଭଲ ପ୍ରଦର୍ଶନ ଓ କଠିନ ମେହନତ ବଳରେ ଆପଣ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହେବେ। ଯଦି ଆଜି ଆପଣ କୌଣସି କାମ କରୁଛନ୍ତି ତେବେ ସେଥିରେ ସଫଳ ହେବେ। ଆପଣଙ୍କ ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବାର ଅବସର ମିଳିବ। ଆଜି କାର୍ଯ୍ୟରେ ବାଧା ଆସିବାର ଆଶଙ୍କା ରହିଛି। ଏତିକି ଥିଲା 12ଟି ରାଶିଫଳ ମାନଙ୍କ ବିଷୟରେ। ଭିଡିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମା ଭୁଲିବେନି। ରହୁଛି। ଜୟ ଜଗନ୍ନାଥ।